व्यासंकु से मंत्रटा लिखिदेला व्यास हाथ एक जोड़ी आज्ञा से शियल पुओ पाद तले पड़गले व्यास भली महान ऋषि शियल पुओर पाद वंदना कले अखिल ब्रह्मांड कर्ता तले पड़गले व्यास महाराज कहले आपण आदि गुरु हो गले जगत रे गुरु मु आपण को आदि ग्रहण कली तुम्हे जंत्री मुहि जंत्र प्रभि जुगे जुगे प्रति जुगे जुगे जंत्र मोहिले तुम्हे चिंता कले उच्च नीच चिंता कले वृद्ध बालुत चिंता कले क्या कहले आपण होचंती मो गुरु प्रणाम करी मंत्रटीए नहीं व्यास से दिन पलि जाते बापा माने व्यास गला परे शियल आसी सबुदिन भली पहुंचे पचारा कहला धन से जो साधु आसते पलैले बापा कौन कहले मुझे मंत्र लिखिकली दे देली चंडाल तू कौन कलु बापा मालिक को चंडाल जोति पाई मु एते दिन तांको आज्ञा मो द्वार को दौड़े तू से मंत्रटा लिखि दे देलु से नादिले उठा पका मंत्र दियो बोली कौन उठा पका मंत्र कहला जे मागिले उठा पका मंत्र मु दे देली कहले रे चंडाल तू जो मंत्रटा व्यास महाराज को दे देलु व्यास होछंती जगत रे भगवान को तुल्य ये मंत्र तांको देलु किंतु काली तते देखिले व्यास सम्मान देबे ना फल मंत्रटा कामरे आसीबनी मंत्र कामरे न आसिले तू गोटा मिछुआ हे जीवु जगत रे व्यास कहिबे तू हौ तू गोटा मिछुआ रे पाप बोली भागवत पढ़ंतु आज्ञा भागवत कहते मिथ्या को पाप बोली मुनि नित्य कहते सत्यवान सत्य कहिब नित्य तुंडे मंडली आपण माँ अंबिका दरबार भगवान सत्यनारायण दरबार ये महामूर्ख आपण को जोड़ हस्त नम्र निवेदन करुछि जगत रे आपण माने जेते दिन रहिबे सत्य आज्ञा कहंतु मिथ्या कहवा महापाप सत्य कहवा जगन्नाथ
ସତ୍ୟନାରାୟଣଙ୍କର ଦରବାର ସତ୍ୟ କହିଲେ ଏ ଜଗତ ଆଜ୍ଞା ରହିବ। କାଲି କହୁଥିଲି ଆମ ସାଧୁ ମହାତ୍ମା ମାନଙ୍କୁ ଆପଣମାନେ ଏ ଦେଶର ଧର୍ମ ରକ୍ଷାକାରୀ ଆପଣମାନେ ସମସ୍ତଙ୍କୁ ସତ୍ୟର ବାର୍ତ୍ତା ବାଣ୍ଟନ୍ତୁ। ସତ୍ୟର ବାର୍ତ୍ତା ବାଣ୍ଟିଲେ ଏ ଜଗତରେ ଆଜ୍ଞା ଧର୍ମ ପ୍ରତିଷ୍ଠିତ ହବ। କ'ଣ କହିଲେ ଆପଣମାନଙ୍କର ଭକ୍ତ କବି ମଧୁସୂଦନ କହିଲା ସତ୍ୟ ପଥେ ଧର୍ମ ପଥେ ঘেনি যা ବଡ଼ମାନେ ପିଲାଙ୍କୁ କହନ୍ତି ସତ୍ୟ କହିବା କିନ୍ତୁ ବଡ଼ମାନେ ଯଦି ସତ୍ୟ ପାଳନ କରୁଥାନ୍ତେ ତାହେଲେ ଏ ସଂସାରରେ ଆଜ୍ଞା ଏଭଳି କଳି ହୁଅନ୍ତା ନା। ଆମେ ପିଲାଙ୍କୁ କହିବା ସତ କହ ବାପା ମିଛ କହିବା ପାପ ତୁ ସତ କହ ସତ କହିବାକୁ କିଆଁ ଡରିବି ସତ କହି ରାମକୃଷ୍ଣ ନନ୍ଦଙ୍କର ଏ କାଳଜୟୀ କବିତା କାଳଜୟୀ ପ୍ରାର୍ଥନା ଆଏ ଦୟାମୟ ବିଶ୍ୱବିହାରୀ ଆଜି ବି ସ୍କୁଲରେ ପୋଗଲା ହଉଛି। ମୋତେ ଏତିକି ଶିକ୍ଷା ମୋର ଧନ ଲୋଡ଼ ନାହିଁ ଆମେ ସମସ୍ତେ କହିବା ମୋର ଧନ ନାହିଁ ମୋର ଜନ ଲୋଡ଼ା ନାହିଁ ମୁଁ ସତ୍ୟ କହିବି ଆପଣଙ୍କ ପାଦରେ ସମୟ ଦେବି ଦଉଛନ୍ତି ଆପଣ। ମୁଁ କାଲି କହିଥିଲି ଲୋକଙ୍କୁ ଏବେ କହ ତମେ ଭଗବାନଙ୍କ ନାମ ନିଅ ନାମ ନେବାରେ ମୋର ସମୟ ନାହିଁ ମୁଁ ବୁଢ଼ା କାଳେ ନେବି କିନ୍ତୁ ବୃଦ୍ଧ କାଳେ ଇଦମ୍ ଶରୀରମ୍ ଶତସନ୍ଧି ଜର୍ଜରା ଏଇ ଶରୀରରେ 100ଟା ପ୍ରକାର ଆପଣମାନଙ୍କର ସନ୍ଧି ଅଛି 1000 ପ୍ରକାର ରୋଗ ଅଛି ଯେତେବେଳେ ରୋଗଗ୍ରସ୍ତ କରିବ ସେତିକି ବେଳେ ଆମେ ନାମ ନିଏ। ଗୋଟାଏ ପଦ କହୁଛି କୀର୍ତ୍ତନ ଭାଗ ଏ ଗଣେଶ ଆପଣମାନଙ୍କର ଓଡ଼ିଶାର ଏକ ପ୍ରଚଣ୍ଡ ପ୍ରତିଭା ସଂକୀର୍ତ୍ତନ ଗାୟକ ଭାଗବତ ପ୍ରଧାନ। ହେ ଜ୍ଞାନୀ ମଣ୍ଡଳୀ ମୋ ବାପା ମାନ ସମସ୍ତେ ପଦରୁ ଆମକୁ ଅନେକ ଶିଖିବାର ଅଛି। ପୁଅରେ ମଣିଷ ଜୀବନର ଜୀବନଚର୍ଯ୍ୟାକୁ ଭାଗବତ ପ୍ରଧାନ ଓଡ଼ିଶାରେ ପ୍ରଚାର ପ୍ରସାର କରିବା ପାଇଁ କେତେ ସୁନ୍ଦର ଭାବରେ ଅଭିବ୍ୟକ୍ତି ପ୍ରଦାନ କଲେ। ଗୋଟା ବାର୍ଦ୍ଧକ୍ୟ ଗୀତ କହିବି ହରିବୋଲ ପକେଇବି କଲେ କି ଦୁଃଖ କହିବି ଆହେ ଜଗବନ୍ଧୁ କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ କହିଲେ କହିଲେ ମହାପ୍ରଭୁ ଆଉ କ'ଣ ଦୁଃଖ କହିବି ମୋ ଜୀବନରେ ଆଉ କ'ଣ ଅଛି ଏ ଜୀବନ ଦୀପରୁ ତେଲ ଧୀରେ ଧୀରେ ସରି ଆସିଲାଣି ଜୀବନ ଦୀପରେ ତୈଳ ଢାଳିଲେ ଆଉ ମହାପ୍ରଭୁ ଜଳିବ ନା କେଶ ଥିଲା କଳା ଏବେ ହେଲା ଧଳା ମୋ ସୁନୀଲ ଭାଇ ବସିଛନ୍ତି ପୁଅରେ ପାଲାକାର ଭାଇମାନେ ଏ ଜାଗାରେ ଅନେକ ଭାବରେ ରୁଣ୍ଡୀଭୂତ ହୁଅନ୍ତି। ଏଇଠି ପୁରଣ ପାଡ଼ି ସାହିର କର୍ମକର୍ତ୍ତା ଗଗନ ବାବୁ ଆସିଛନ୍ତି ଜ୍ଞାନୀ ମଣ୍ଡଳୀ ଏଇଠି ଅନେକ ଅନୁଷ୍ଠାନ କର୍ମକର୍ତ୍ତା ଅଛନ୍ତି। ଆପଣମାନେ ଜାଣନ୍ତି ଆମେ ହେଉଛୁ ଆଜ୍ଞା ସେଇ କଳାକାର ଜୀବନରେ ଭଗବାନଙ୍କ ନାମ ବାଣ୍ଟିବାକୁ ଆପଣମାନଙ୍କ ନିକଟକୁ ଆସି ଆପଣମାନେ ଯାହା ପାରିତୋଷିକ ଦିଅନ୍ତି ଆଜ୍ଞା ନେଇକରି ଗଲେ ରୋଗ ଅଧେ ପଇସା ନେଇଯାଏ। ଆଜି ଜଣେ ପୋଲିସ ଭାଇ ଯିଏ ଆମ କଥା ବୁଝୁଛନ୍ତି କହୁଥିଲେ କହିଲେ ଆଜ୍ଞା
6000 ଟଙ୍କା ମୋର ମାସିକ ଏ ରୋଗ ପାଇଁ ମୋର ଖର୍ଚ୍ଚ ହଉଛି ଖର୍ଚ୍ଚ ବାବୁରେ ଆଉ ଜୀବନରେ ହେ ଭଗବାନ ଏ କଳା ପଇସା ଆପଣମାନଙ୍କ ନିକଟରୁ ନେଇ ମୋ ଜ୍ଞାନୀ ମଣ୍ଡଳୀ ଇଏ ଏତିକି କଷ୍ଟ ହଉଛି ତା ଭଗବାନଙ୍କୁ ଜଣା ରାତିରେ ଆପଣମାନଙ୍କ ଆଗରେ ନାଲିଆ ନେଳିଆ ପୋଷାକ ପିନ୍ଧି ଭଗବାନଙ୍କର ପୁରାଣ ଚର୍ଚ୍ଚା ଭଗବାନଙ୍କର ନାମ ଚର୍ଚ୍ଚା ଭଗବାନଙ୍କର ଗୁଣ କଥା କହିଲା ବେଳେ ଦିନ ବେଳା ଯେ ଯେତେ କଷ୍ଟ ହଉ ମୋ ଭାଇଙ୍କର ଦେଇଥିବା ଗୃହରେ ଆମେ ରହୁ ହେଲେ ମହାପ୍ରଭୁ ଆଉ ମୋର ସମୟ ନାହିଁ କହିଲା ପ୍ରସା ଲାଗୁଥିଲେ ଦାସ ଯାଏ ବାହାରକୁ ଯାଉ ଯାଉ